ପିଲାଟିକୁ ମଣିଷ ଭଳି ମଣିଷଟିଏ ଗଢ଼ି ତୋଳିବା ପାଇଁ ପ୍ରତ୍ୟେକ ପିତାମାତାଙ୍କର ଆଗ୍ରହ ଥାଏ। କିନ୍ତୁ ପ୍ରଶ୍ନ ଆସେ, ଯଦି ଆମେ ଶିଶୁଠାରୁ ସେଭଳିଆ ଗୋଟେ ଉପଯୁକ୍ତ ମଣିଷ ହେବାର ପ୍ରକୃତି ଆଶା କରୁଛୁ, ତେବେ ଶିଶୁକୁ ଯେତେବେଳେ ଯାହା ଦେବା ଦରକାର ଆମେ ଦେଇପାରିଛୁ କି? ଯଦି ସେଥିରେ ବ୍ୟତିକ୍ରମ ରହିଯାଏ, ତେବେ ଆମେ ଚାହିଁଲେ ଖାଲି ଆମ ଶିଶୁ ମଣିଷ ହେବ ନାହିଁ। ତେଣୁ ଆମକୁ ଜାଣିବା ଦରକାର ଆମ ଶିଶୁ ପାଇଁ କ'ଣ ଦରକାର, ଯାହାଦ୍ୱାରା କି ସେ ସମାଜରେ ଗୋଟେ ସୁନାଗରିକ ହୋଇ ଠିଆ ହୋଇପାରିବ। ସେଥିପାଇଁ କେତୋଟି କଥା କହିବି। ପ୍ରଥମ କଥା ହେଲା, ଆମେ ସମସ୍ତେ ପିଲାମାନଙ୍କୁ ବହୁତ ଭଲ ପାଉ, ବହୁତ ସ୍ନେହ ଆଦର କରୁ। କିନ୍ତୁ କେବେ ଆମେ ସେମାନଙ୍କର ମନ କଥାକୁ ବୁଝିବାକୁ ଚେଷ୍ଟା କରିଛୁ କି? ସେମାନେ ଆମଠୁ କ'ଣ ଆଶା କରୁଛନ୍ତି ସେଇଟା ବୁଝିବାକୁ ଚେଷ୍ଟା କରିଛୁ କି? ଦ୍ୱିତୀୟରେ, ଶିଶୁ ସବୁବେଳେ ନୂଆ ନୂଆ କଥା ଜାଣିବା ପାଇଁ ଆଗ୍ରହ କରେ। ନୂଆ ଜିନିଷଟିଏ ଦେଖିଲେ ସେଇ ବିଷୟରେ ପ୍ରଶ୍ନ ପଚାରେ, କାହିଁକି ନା ତା ମନରେ କୌତୂହଳ ଆସେ, ଏହା କ'ଣ? ଯେତେବେଳେ ସେ ଆମକୁ ସେଭଳି କିଛି ପ୍ରଶ୍ନ ପଚାରେ, ସେ ପ୍ରଶ୍ନର ଯଥାସମ୍ଭବ ଉତ୍ତର ଦେବା ପାଇଁ, ଯଥାର୍ଥ ଉତ୍ତର ଦେବା ପାଇଁ ଆମେ ଚେଷ୍ଟା କରିଛୁ କି? ତୃତୀୟରେ, ପିଲାମାନେ ବାପା ମାଙ୍କ ଭଳି ଶ୍ରଦ୍ଧାଭାଜନ ହେବେ, ସେ ବିଷୟରେ ଆମେ କେବେ ଯତ୍ନବାନ ହେଇଛୁ କି? ଚତୁର୍ଥ, ପିଲାମାନେ ଖେଳିବାକୁ ଖୁବ୍ ଭଲ ପାଆନ୍ତି। ସେମାନେ ଖେଳପ୍ରିୟ। ଖେଳ ମାଧ୍ୟମରେ ବହୁତ କିଛି ଶିଖାଯାଇପାରେ ସେମାନଙ୍କୁ। ଖେଳରୁ ସେମାନେ ବହୁତ ଆନନ୍ଦ ଲାଭ କରନ୍ତି। ଖେଳକୁଦ ସହିତ ଶିଶୁ ପାଠପଢ଼ାକୁ ଯଦି ଆମେ ସାମିଲ କରିଦେଇ ଯାଉ, ତେବେ ତାହା ବହୁତ ସରସ ସୁନ୍ଦର ହୋଇଥାଏ। ସେଥିପାଇଁ ଆମେ ଚେଷ୍ଟା କରିଛୁ କି? ପଞ୍ଚମରେ, ଶିଶୁର ଶାରୀରିକ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ପରିଷ୍କାର ପରିଚ୍ଛନ୍ନତା ଆଦି ବିଷୟରେ ପ୍ରତ୍ୟେକ ପିତାମାତାଙ୍କର ଜ୍ଞାନ ନେବା ଦରକାର ଏବଂ ତାହା ଶିଶୁ ପ୍ରତି ପ୍ରୟୋଗ କରିବା ଦରକାର। ଏହା ଆମେ କରିଛୁ କି? ଷଷ୍ଠରେ, ଖେଳକୁଦ ମାଧ୍ୟମରେ ଶିଶୁର ବୁଦ୍ଧି, ବିବେକ, ଆଚାର ବ୍ୟବହାର ପ୍ରତି ଧ୍ୟାନ ଦେବା ଖୁବ୍ ଆବଶ୍ୟକ। କାହିଁକି ନା ଏହା ମାଧ୍ୟମରେ ହିଁ ତାର ବୃଦ୍ଧି ଓ ବିକାଶ ହୋଇଥାଏ। ଆମେ ସେଥିପ୍ରତି କେବେ କାହା ସହ ଆଲୋଚନା କରିଛୁ କି? ଆମ ପିଲା ପାଇଁ କ'ଣ ଦରକାର, ଆମେ ଆମ ପିଲାକୁ କେମିତି ଉପଯୁକ୍ତ ଶିକ୍ଷା ଦେଇପାରିବୁ, ଉପଯୁକ୍ତ ମାଧ୍ୟମରେ ତାକୁ ଆଗକୁ ବଢ଼େଇ ନେଇପାରିବୁ? ସପ୍ତମରେ, ପ୍ରତ୍ୟେକ ଶିଶୁର ବ୍ୟକ୍ତିତ୍ୱ ଅଛି। ଆମେ ତାର ବ୍ୟକ୍ତିତ୍ୱର ବିକାଶ ଦିଗରେ କେବେ ଧ୍ୟାନ ଦେଇଛୁ କି? ବ୍ୟକ୍ତିତ୍ୱ କଥା କହିଲେ ମୁଁ ଟିକେ ଛୋଟ କଥାଟିଏ କହିବି। ଶିଶୁର ସାଙ୍ଗମାନଙ୍କ ପାଖରେ ତାର ଗୋଟେ ସମ୍ମାନ ଥାଏ, ସାନ ଭାଇ ଭଉଣୀମାନଙ୍କ ପାଖରେ ଗୋଟେ ସମ୍ମାନ ଥାଏ, ବଡ଼ମାନଙ୍କ ପାଖରେ ଗୋଟେ ସମ୍ମାନ ଥାଏ। ତେଣୁ ଶିଶୁକୁ ଯେତେବେଳେ ଆମେ କେବେ କିଛି କଥା କହୁ, ସେଥିପ୍ରତି ଦୃଷ୍ଟି ଦେବା, ଯାହାଦ୍ୱାରା ତାର କୌଣସି ପ୍ରକାର ଅପମାନ ହୁଏ ନାହିଁ କି ସେ କୌଣସି ପ୍ରକାର ଅପମାନ ବୋଧ କରିବ ନାହିଁ। ଶିଶୁକୁ ଶିଖେଇବାକୁ ହେଲେ ତାର କଥା ପ୍ରଥମେ ଶୁଣିବା ଆବଶ୍ୟକ। ସେ କ'ଣ କହୁଛି, ସେଥିପାଇଁ ଆମେ ଠିକ୍ ସମୟ ଦେଇ, ଯଥାର୍ଥ ସମୟ ଦେଇ, ଉପଯୁକ୍ତ ସମୟ ଦେଇ ଯେତିକି ସମୟ ସେ ଆବଶ୍ୟକ କରୁଛି, ଧୈର୍ଯ୍ୟ ସହକାରେ ତା ସହ ଉପସ୍ଥିତ ରହି ତା ସହ ଆମେ ବାର୍ତ୍ତାଳାପ କରିବା ଉଚିତ। ସେ କ'ଣ ଚାହୁଁଛି, କ'ଣ କଲେ ସେ ନିଜକୁ ଆଗକୁ ନେଇପାରିବ, ସେଟା ନିଶ୍ଚୟ ତା ସହିତ ଆଲୋଚନା କରି ବୁଝିବା ଆବଶ୍ୟକ। ବାପା ମା ହିସାବରେ ଆମେ ନିଜ ପିଲାମାନଙ୍କୁ ଭଲ ଭାବରେ ଜାଣିଛୁ କି? ଅର୍ଥାତ୍ ସେ କ'ଣ, ତାର ମାନସିକତା କ'ଣ, ତାର ଶାରୀରିକ ଅଭିବୃଦ୍ଧିରେ କ'ଣ ବାଧା ସୃଷ୍ଟି କରୁଛି, ମାନସିକ ଅଭିବୃଦ୍ଧିରେ କ'ଣ ବାଧା ସୃଷ୍ଟି କରୁଛି, ସେ କ'ଣ ଚାହୁଁଛି, କିଭଳି ଜ୍ଞାନ ଚାହୁଁଛି, କିଭଳି ବନ୍ଧୁ ଚାହୁଁଛି, କିଭଳି ସହଯୋଗ ଚାହୁଁଛି, କିଭଳି ସାଙ୍ଗସାଥି ଚାହୁଁଛି, ଏସବୁ ଜିନିଷ ତା ସହିତ ଆମେ କେବେ ଆଲୋଚନା କରି ବୁଝିଛୁ କି? ତେଣୁ ଯଦି ଆମେ ଶିଶୁଠାରୁ କିଛି ଆଶା କରୁଛୁ, ଭାବିବା ଯେ ଶିଶୁ ବି ଆମଠାରୁ କିଛି ଆଶା କରୁଛି। ଦେଲେ ତ ପାଇବା ନା। ତେଣୁ
ଆମେ ନିଶ୍ଚୟ ଆମ ଶିଶୁ ସହ ଏମିତି ସମ୍ପର୍କ ସ୍ଥାପନ କରିବା ଯେ ଆମମାନଙ୍କ ମଧ୍ୟରେ ଗୋଟେ ଉପଯୁକ୍ତ ବୁଝାମଣା ରହିବ। ଆଉ ସେଇ ଉପଯୁକ୍ତ ବୁଝାମଣାଟା ହିଁ ଶିଶୁର ଡେଭଲପମେଣ୍ଟ ପାଇଁକା, ଶିଶୁର ବିକାଶ ପାଇଁକା ସହଯୋଗ କରିବ। ଧନ୍ୟବାଦ।